ୱେଲକମ୍ ଟୁ ଏଜି ଏଜୁକେସନ୍। ଆଜିର ବିଷୟବସ୍ତୁ ହେଉଛି ଇଂଲିଶର ପୋଏମ୍ ଦ ଭିଲେଜ୍ ସଙ୍ଗ୍। ଏଠାରେ ପୋଏଟ୍ ହେଉଛନ୍ତି ସରୋଜିନୀ ନାଇଡୁ। ଏହି ଗୀତରେ ଆମେ କ'ଣ ଦେଖିବା? ଗୋଟିଏ ମା ଏବଂ ତା'ର ଝିଅ ମଧ୍ୟରେ ଥିବା କଥୋପକଥନକୁ। ପ୍ରଥମେ ମା ନିଜ ଝିଅକୁ କହୁଛି ଯେ ସମ୍ବୋଧନ କରି କହିଛି ଯେ ହନି ଚାଇଲ୍ଡ ହ୍ୱେର୍ ଆର୍ ୟୁ ଗୋଇଂ, ତୁ କୁଆଡ଼େ ଯାଉଛୁ? କିନ୍ତୁ ପୁଣି କହିଛି ଯେ ତୁ କ'ଣ କରୁଛୁ? ନିଜର ଜୁଏଲ୍ ମାନେ ଅଳଙ୍କାରକୁ କାଷ୍ଟ କରୁଛୁ, ଫିଙ୍ଗି ଦେଇଛୁ। ବ୍ଲୋଇଂ ୱିଣ୍ଡ ନା ନିଜର ଅଳଙ୍କାରକୁ ପବନରେ ତୁ ଫିଙ୍ଗାଡ଼ି ଦେଇଛୁ। ତା ସହିତ ତୋତେ କ'ଣ ନା ଲିଭ୍ କାହାକୁ ଛାଡ଼ି ଯାଇଛୁ? ନିଜର ମାଆକୁ, ମଦର, ଯିଏକି ତୋତେ ଗୋଲ୍ଡେନ୍ ଗ୍ରେନ୍ ଫେଡ୍ କରୁଥିଲା, ମିନ୍ସ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦେଉଥିଲା। ତା ସହିତ ତୁ କ'ଣ କରୁଛୁ ନା ଗ୍ରିଭ୍ ଦୁଃଖ ଦେଉଛୁ ଲଭରକୁ, ମାନେ ଝିଅଟି ଯେହେତୁ ବାହା ହେବା ପାଇଁ ଯାଉଥିଲା, ତେଣୁ ସେ କହୁଥିଲେ ଯେ ତୁ ତୋର ସ୍ୱାମୀ କି ବା ଲଭରକୁ କ'ଣ କରୁଛୁ? ଦୁଃଖ ଦେଇ ଆଗକୁ ଯାଉଛୁ, ଯିଏକି ରାଇଡିଂ ଫୋର୍ଥ ଟୁ ୱେଡ୍ ୟୁ, ଯେ ତୋତେ ସେ ବାହା ହେବା ପାଇଁ ବର୍ତ୍ତମାନ ଆସୁଅଛି ବୋଲି ସେ କହିଥିଲେ। ବର୍ତ୍ତମାନ ଝିଅ ତା'ର ପ୍ରତ୍ୟୁତ୍ତର ରଖିଛି। ସେ କହିଛି ଯେ ମୁଁ କୁଆଡ଼େ ଯାଉଛି ନା ୱାଇଲ୍ଡ ଫରେଷ୍ଟକୁ, ଘଞ୍ଚ ଜଙ୍ଗଲକୁ ଚାଲି ଯାଉଛି, ଯେଉଁଠାରେ କି ଚମ୍ପା ବର୍ଡସ୍ ଆର୍ ବ୍ଲୋଇଂ, ଚମ୍ପା ଗଛର ଡାଳରେ ଚମ୍ପା ଫୁଲ ଗୁଡ଼ିକ କ'ଣ ହେଉଥିବ? ବହୁଥିବ ବା ନାଚି ଉଠୁଥିବ। ତା ସହିତ କୋଇଲ୍ ହଣ୍ଟେଡ୍ ରିଭର୍ ଆଇଜଲ୍ସ, ଯେଉଁଠିକି ଲୋଟସ୍ ଲିଲିସ୍ ଗ୍ଲିସେନ୍, ଲୋଟସ୍ ଆଉ ଲିଲି ଫୁଲ ଗୁଡ଼ିକ କ'ଣ ହେଉଥିବ? ଫୁଟିଥିବେ, ଯେଉଁଠିକି କୋଇଲିର କୁହୁକୁତାନ ଶୁଭୁଥିବ। ଏବଂ ଯେଉଁଠି ଦ ଭଏସ୍ ଅଫ୍ ଫେରି ଫକ୍ କଲିଂ ମି, ଯେଉଁଠାରେ କି ସ୍ୱର୍ଗର ଅପ୍ସରୀମାନେ ତାକୁ ଡାକୁଥିବେ, ସେ ସେହି ସ୍ଥାନକୁ ଚାଲିଯିବା ପାଇଁ ନିଜ ମାଆକୁ ଜଣାଇଛି। ଏଠି ମା ପୁଣି ତା'ର ପ୍ରତ୍ୟୁତ୍ତର କ'ଣ ରଖିଛି? ଯେ ସେ କହିଛି ୱାର୍ଲ୍ଡ ହେଉଛି ଫୁଲ୍ ଅଫ୍ ପ୍ଲେଜର୍, ଯେ ଏହି ପୃଥିବୀ ଅନେକ ଖୁସିର ମାହୋଲ ବନାଇଥାଏ। କ'ଣ ନା ସେଟା ହେଉଛି ବ୍ରାଇଡାଲ୍ ସଙ୍ଗ୍ ଆଣ୍ଡ କ୍ରେଡେଲ୍ ସଙ୍ଗ୍, ସ୍ୟାଣ୍ଡେଲ୍ ସେଣ୍ଟେଡ୍ ରିଜର୍, ଏହି ତିନୋଟି ଜିନିଷ ପ୍ଲେଜର୍ ଦେଇଥାଏ। ବ୍ରାଇଡାଲ୍ ସଙ୍ଗ୍ ମାନେ ବିବାହ ସଙ୍ଗୀତ, କ୍ରେଡେଲ୍ ସଙ୍ଗ୍ ହେଉଛି ଲୁଲାବାଇ, ଯେଉଁଟା ନାନାବାୟା ଗୀତ, ଏବଂ ଅବକାଶ ଶାନ୍ତିପୂର୍ଣ୍ଣ ବା ଖୁସିମୟ ଅବକାଶ ସମୟ ମିଳିଥାଏ। ତା ସହିତ ସେ କହିଛି ଯେ ତୋ ପାଇଁ ତିଆରି ହୋଇଥିବା ବ୍ରାଇଡାଲ୍ ରୋବ୍, ମାନେ ବିବାହ ପାଇଁ ପ୍ରସ୍ତୁତ କରାଯାଇଥିବା ପୋଷାକ କେଉଁଠି ରହିଛି? ଲୁମ୍ରେ, ଯାହାର କଲର୍ ରହିଛି ସିଲଭର୍ ଆଉ ସେଫ୍ରନ୍ ରଙ୍ଗର ମିକ୍ସଚର୍ ଅଟେ। କ୍ୱେଶ୍ଚିନ୍ ରହିବ ଝିଅଟିର ବ୍ରାଇଡାଲ୍ ରୋବ୍ର କଲର୍ କ'ଣ କ'ଣ ଥିଲା? ଯେ ସିଲଭର୍ ଏବଂ ସେଫ୍ରନ୍ର। ତା ସହ ବ୍ରାଇଡାଲ୍ କେକ୍ କେଉଁଠି ରହିଛି? ହେର୍ଥରେ ବସିଛି, ମାନେ ଯେଉଁଠିକି କେକ୍ ବନାଯାଇଥାଏ, ସେହି ସ୍ଥାନରେ ସେଟା ସେ ରହିଛି ବୋଲି ସେ ତାଙ୍କ ମା କହିଥିଲେ। ପରବର୍ତ୍ତୀ ରହିଛି ଆମର ଝିଅଟି ପୁଣି ଥରେ କ'ଣ ଦେଇଛି? ଉତ୍ତର ଦେଇଛି ତା'ର ପ୍ରତ୍ୟୁତ୍ତର, ଯେ ସେ କହିଛି ପରବର୍ତ୍ତୀ ରହିଛି ଯେ ଦ ଗାର୍ଲ ଚାଇଲ୍ଡ ଟୁ ଦ ମଦର, ଝିଅଟି ତା ମାଆକୁ କହିଛି ଯେ ଏହି ବ୍ରାଇଡାଲ୍ ସଙ୍ଗ୍ ଏବଂ କ୍ରେଡେଲ୍ ସଙ୍ଗ୍ କ'ଣ ଅଟେ? କ୍ୟାଡେନ୍ସେସ୍ ଅଫ୍ ସରୋ, ଦୁଃଖର କାରଣ ଅଟେ। ତେଣୁ ଆଜି ଲଫର୍ ଅଫ୍ ଦି ସନ୍ ଟୁଡେ ୱିଣ୍ଡ ଅଫ୍ ଡେଥ୍, ମୋର ଏଇଟା ବିଟ୍ କ୍ୱେଶ୍ଚିନ୍ ଆସେ ଯେ ଲଫର୍ ଅଫ୍ ସନ୍ କ'ଣ ରହିଥିବ? ଟୁଡେ ହେବ, ଏବଂ ୱିଣ୍ଡ ଅଫ୍ ଡେଥ୍ ରହିଯିବ ଟୁମୋରୋ। ସେ ପୁଣି କହିଛି ଯେ ଫରେଷ୍ଟରେ ଷ୍ଟ୍ରିମ୍ ଆର୍ ଫଲିଂ, ଜଙ୍ଗଲରେ ବହୁଥିବା ଝରଣା ଗୁଡ଼ିକର ଯେଉଁ କୁଳୁକୁଳୁ ନାଦ ମୋତେ କ'ଣ କରୁଛି? ଡାକିବାରେ ଲାଗିଯାଉ। ସେଗୁଡ଼ିକୁ ସେ ଫରେଷ୍ଟ ନୋଟ୍ ବୋଲି ସମ୍ବୋଧନ କରିଛି। ତେଣୁ ସେ କହିଛି ଆଇ କାଣ୍ଟ ଷ୍ଟେଟ୍ ଫେରି ଫକ୍ ଆର୍ କଲିଂ ମି, ମୁଁ ଏଠି ରହିପାରିବିନି, କାହିଁକି ନା ସ୍ୱର୍ଗର ଅପ୍ସରୀ ବା ପରୀମାନେ ମୋତେ ଡାକୁଛନ୍ତି ଜଙ୍ଗଲକୁ, ତେଣୁ ମୁଁ ଏଠୁ ଚାଲିଯିବାକୁ ଚାହୁଁଛି। ଏତିକି କହି କ'ଣ କରିଛି? ଦୂରେଇ ଯାଇଛି। ହ୍ୱାଟ୍ ଆକର୍ଡିଂ ଟୁ ଦି ଡଟର୍ ଇନ୍ ଭିଲେଜ୍ ସଙ୍ଗ୍, କ୍ୟାଡେନ୍ସେସ୍ ଅଫ୍ ସରୋ, ପ୍ରଥମ ଅପସନ୍ ରହିଲେ କ୍ରେଡେଲ୍ ସଙ୍ଗ୍, ବ୍ରାଇଡାଲ୍ ସଙ୍ଗ୍, ଫରେଷ୍ଟ ସଙ୍ଗ୍, ବ୍ରାଇଡାଲ୍ ଆଣ୍ଡ କ୍ରେଡେଲ୍ ସଙ୍ଗ୍। ଯେ ସରର କାରଣ କ'ଣ ଅଟେ? ଯେହେତୁ ବ୍ରାଇଡାଲ୍ ସଙ୍ଗ୍ ଏବଂ କ୍ରେଡେଲ୍ ସଙ୍ଗ୍ ରହିଥିଲା, ତେଣୁ ଉତ୍ତର ହୋଇଯିବ ବ୍ରାଇଡାଲ୍ ଆଣ୍ଡ କ୍ରେଡେଲ୍ ସଙ୍ଗ୍। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ୍ ଡଜ୍ ଦି ଏକ୍ସପ୍ରେସନ୍ ରିଭର୍ ଆଇଜଲ୍ସ ଇନ୍ ଭିଲେଜ୍ ସଙ୍ଗ୍ ମିନ୍, ରିଭର୍ ଆଇଜଲ୍ସର ଅର୍ଥ କ'ଣ? ଆଇଜଲ୍ୟାଣ୍ଡ ବାଇ ଦ ରିଭର୍ ସାଇଡ୍, ଆଇଜଲ୍ୟାଣ୍ଡ ଇନ୍ ଦ ରିଭର୍, ଏ ରିଭର୍ ଫ୍ଲୋଇଂ ବାଇ ଦ ଆଇଜଲ୍ୟାଣ୍ଡ, ଏ ରିଭର୍ ଫ୍ଲୋଇଂ ବିଟୱିନ୍ ଆଇଜଲ୍ୟାଣ୍ଡ। ଯେ ଏଇଟା ହେବ ନଦୀ ମଧ୍ୟରେ ଥିବା ଏକ ଦ୍ୱୀପ, ତେଣୁ ଏଠି କ'ଣ ହେଇଯିବ? ଆଇଜଲ୍ୟାଣ୍ଡ ଇନ୍ ଦ ରିଭର୍, ଉତ୍ତର ହେଇଯିବ ଆଇଜଲ୍ୟାଣ୍ଡ ଇନ୍ ଦ ରିଭର୍। 3 ନମ୍ବର କ୍ୱେଶ୍ଚିନ୍ ରହିଛି ବ୍ରାଇଡାଲ୍ ସଙ୍ଗ୍ସ ଆଣ୍ଡ କ୍ରେଡେଲ୍ ସଙ୍ଗ୍ସ ଆଣ୍ଡ ସ୍ୟାଣ୍ଡେଲ୍ ସେଣ୍ଟେଡ୍ ଲିଜର୍ ସିମ୍ବଲାଇଜ୍ଡ ଦ୍ୟାଟ୍ ଡ୍ୟାସ୍, କୁହାଯାଇଥିଲା ତିନିଟା ହେଉଛି ପ୍ଲେଜର୍, ଫୁଲ୍ ଅଫ୍ ପ୍ଲେଜର୍। ତେଣୁ ଏଠି ରହିଯିବ ଦ ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲେଜର୍, ଅପସନ୍ ହେଇଯିବ ଡି, ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲେଜର୍। ପରବର୍ତ୍ତୀ ପ୍ରଶ୍ନ, ଇନ୍ ଦ ପୋଏମ୍ ଭିଲେଜ୍ ସଙ୍ଗ୍ ଦ ମଦର ଏକ୍ସପ୍ରେସେସ୍ ଦ୍ୟାଟ୍ ଡ୍ୟାସ୍ ଅଫ୍ କ୍ୟାଡେନ୍ସେସ୍ ଅଫ୍ ସରୋ, ଯେ ସରର କାରଣ କ'ଣ ଅଟେ? ଦ ଲଫର୍ ଅଫ୍ ଦି ସନ୍ ଆଣ୍ଡ ଦି ୱିଣ୍ଡ ଅଫ୍ ଡେଥ୍, ଦ ବ୍ରାଇଡାଲ୍ ସଙ୍ଗ୍ସ
and cradle songs, the bridal robes and bridal cakes, the forest notes and sandal scented leisure. যেহেতু ଏଠି ଦୁଇଟି ଜିନିଷ ହେବ କ'ଣ the bridal songs and the cradle songs, ତେଣୁ ଉତ୍ତର ହୋଇଯିବ ଅପସନ୍ B। କ'ଣ ହେଇଯିବ ଉତ୍ତର ଆମର ଅପସନ୍ B ହୋଇଯିବ। ଦେଖ ହୋଇଗଲା ଅପସନ୍ B। ପରବର୍ତ୍ତୀ ପ୍ରଶ୍ନ, The daughter in village song is full of admiration for dash, ଯେ ଏଠାରେ ଡଟରଟି କାହା ଉପରେ ପୁରାପୁରି ଆଡମିରେସନ୍ ରହିଛି। ଅପସନ୍ ରହିଛି ବ୍ରାଇଡାଲ ସଙ୍ଗ, ବି ହେଉଛି କ୍ରେଡେଲ ସଙ୍ଗ, ସ୍ୟାଣ୍ଡେଲ ସେଣ୍ଟର ଲେଜର ଆଣ୍ଡ ଫରେଷ୍ଟ ନୋଟ୍। ଯେହେତୁ ସେ ଫରେଷ୍ଟ ନୋଟ୍କୁ ପୁରାପୁରି ଆଗ୍ରହ ସହକାରେ ଶୁଣିକି ସେ ଫରେଷ୍ଟକୁ ଯିବା ପାଇଁ କହିଛି, ତେଣୁ ଏଠାରେ ଉତ୍ତର ଯିବ ଫରେଷ୍ଟ ନୋଟ୍ସ। The daughter in village song tells her mother that she cannot stay because dash are calling her, ଯେ ତାକୁ କିଏ ଡାକୁଥିଲା? ସିମ୍ପଲ କ୍ୱେଶ୍ଚିନ୍, the voice of the fairy folk, ଯେ ସ୍ୱର୍ଗର ପରି ବା ଅପ୍ସରୀ ମାନେ ତାକୁ ଡାକୁଥିଲେ ବୋଲି ସେ କହିଛି। ପରବର୍ତ୍ତୀ ପ୍ରଶ୍ନ, who is the daughter in the poem village song going to grieve, ଯେ ଝିଅଟି କାହାକୁ ଦୁଃଖ ଦେଇ ଚାଲିଯିବା ପାଇଁ ଚାହିଁଛି? her brother, her mother, her lover, her father। ଯେହେତୁ ଝିଅଟି ବାହା ହେବାକୁ ଯାଇଥାନ୍ତା, ତେଣୁ ସେ କାହାକୁ ନା ନିଜର ଲଭରକୁ ଦୁଃଖ ଦେଇ ଚାଲିଯିବା କଥା କବିତାରେ ରହିଛି। ପରବର୍ତ୍ତୀ ପ୍ରଶ୍ନ, What according to the daughter in village song do the bridal song and cradle song have? ଦେଖ ଏଇଟା ବାରମ୍ବାର ରିପିଟ୍ କ୍ୱେଶ୍ଚିନ୍ ଆସୁଛି ଯେ ବ୍ରାଇଡାଲ ସଙ୍ଗ ଆଉ କ୍ରାଡେଲ ସଙ୍ଗ କାହାକୁ କୁହାଯାଇଛି? ଜୟ ତ ହେବନି, ସ୍ୱର, କାହିଁକିନା ଦୁଃଖର କାରଣ ହେଉଛି ଏଇ ଦୁଇଟି ଗୀତ। ଉତ୍ତର ହେଇଯିବ କ୍ୟାଡେନ୍ସେସ୍ ଅଫ୍ ସରୋ। ପରବର୍ତ୍ତୀ ପ୍ରଶ୍ନ, ଦ ରିଭର ଆଇଜଲ୍ସ ଇନ୍ ଦ ଭିଲେଜ ସଙ୍ଗ ଆର୍ ହଣ୍ଟେଡ୍ ବାଇ ଡ୍ୟାସ୍, ଯେ ନଦୀ ମଧ୍ୟରେ ଥିବା ଦ୍ୱୀପପୁଞ୍ଜ ଗୁଡ଼ିକରେ କାହାର ସ୍ୱର ଶୁଭୁଥିଲା? ନାଇଟିଙ୍ଗେଲ ତ ପାଠରେ ରହିବନି, ସ୍କାଇଲାର୍କ ମଧ୍ୟ ତ ହେବନି, ତେବେ କ'ଣ ହେଇଯିବ ଉତ୍ତର ଆମର? ଅପସନ୍ ବି, କୋଏଲ ହେଇଯିବ ଆମର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, In village song the expression the laughter of the sun suggest dash, କୁହାଯାଇଥିଲା laughter of sun ହେବ today ବା happiness of life। ଉତ୍ତର ହେଇଯିବ ଏଠି କ'ଣ ହେଇଯିବ? happiness of life। ନେକ୍ସଟ 11 ନମ୍ବର କ୍ୱେଶ୍ଚିନ୍ କ'ଣ ରହିଛି? The mother in village song ask her daughter dash not to leave home to listen to the voices of the fairy folk, to grieve her lover, to go to the wild forest। ଯେ ମା ନିଜ ଝିଅକୁ କ'ଣ କହୁଛି? ଯେ ନଟ୍ ଟୁ ଲିଭ୍ ହୋମ୍, ଘର ଛାଡ଼ି ଯାଆନ ବୋଲି କହୁଛି, ତେଣୁ ଏଇଟା ହେଇଯିବ ଆମର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, according to the mother in village song the world is full of dash, ଯେ world କ'ଣ ଅଟେ? full of pleasure। ଏଇଟା ଗୀତର ଡାଇରେକ୍ଟ ପଏଣ୍ଟ ସମୟରେ ମଧ୍ୟ ପୁରା ଧାଡ଼ି ଧାଡ଼ି ଲେଖାଯାଇଛି, ପୁରା ସର୍ଟ ଟ୍ରିକ୍ରେ ମନେ ରହିଯିବ। ଉତ୍ତର ହେଇଯିବ ପ୍ଲେଜର। the fairy folk in the village song are dash, ଏଠି ଫେରି ଫକ୍ ବୋଲି କାହାକୁ କୁହାଯାଇଛି? ଯେ ନ୍ୟାଚୁରାଲ ବିଙ୍ଗସ୍, ସୁପର ନ୍ୟାଚୁରାଲ ବିଙ୍ଗସ୍, ଅଲ୍ଟ୍ରା ନ୍ୟାଚୁରାଲ ବିଙ୍ଗସ୍ ଆଣ୍ଡ ହେଭେନଲି ବିଙ୍ଗସ୍। ଏଠି କ'ଣ ହେଇଯିବ? ଯେ ଉତ୍ତର ହେଇଯିବ ଆମର ଫେରି ଫକ୍ ମିଙ୍ଗସ୍ ହେଇଯିବ ସୁପର ନ୍ୟାଚୁରାଲ ବିଙ୍ଗସ୍। ପରବର୍ତ୍ତୀ ପ୍ରଶ୍ନ, ଦ ଫ୍ଲାୱାର୍ସ ମେନସନ୍ଡ ଇନ୍ ଦ ଭିଲେଜ ସଙ୍ଗ ଆର୍ ଚମ୍ପା, ଲୋଟସ୍ ଆଣ୍ଡ କ'ଣ ରହିବ? ଲିଲି। ଉତ୍ତର ହେଇଯିବ ଚମ୍ପା, ଲୋଟସ୍ ଆଣ୍ଡ ଲିଲି। ପରବର୍ତ୍ତୀ ପ୍ରଶ୍ନ, ଦ ଚାଇଲ୍ଡ ଇନ୍ ଦ ଭିଲେଜ ସଙ୍ଗ ସେସ୍ ଦ୍ୟାଟ୍ ଚମ୍ପା ବର୍ଡସ୍ ଆର୍ ଡ୍ୟାସ୍ ଅପନ୍ ଚମ୍ପା ବକ୍ସ, ଯେ ଚମ୍ପା କଢ଼ି ଗୁଡ଼ିକ ଚମ୍ପା ଡାଳରେ କ'ଣ କରୁଥିଲା? କଲିଂ, କ୍ଲାପିଂ, ମାର୍ଚିଂ ଆଣ୍ଡ ବ୍ଲୋଇଂ। କ'ଣ ରହିଥିଲା? ବ୍ଲୋଇଂ ହେଇଯିବ, ତେଣୁ ଉତ୍ତର ହେଇଯିବ ବ୍ଲୋଇଂ। ପରବର୍ତ୍ତୀ ପ୍ରଶ୍ନ ରହିଛି, ହ୍ୱାଟ୍ ବର୍ଡସ୍ ଆର୍ ବ୍ଲୋଇଂ ଅପନ୍ ଦେୟାର ବଗ୍ ଇନ୍ ଦ ୱାଇଲ୍ଡ ଫରେଷ୍ଟ ଇନ୍ ଦ ପୋଏମ୍ ଭିଲେଜ ସଙ୍ଗ, କେଉଁ ଫୁଲ ଗୁଡ଼ିକ ରହିଥିଲା? ତେଣୁ ଉତ୍ତର ହେଇଯିବ କ'ଣ? ଚମ୍ପା ଫୁଲ। ରିପିଟେସନ୍ କ୍ୱେଶ୍ଚିନ୍ ଅଛି ପ୍ରିଭିୟସ୍ କ୍ୱେଶ୍ଚିନ୍ ମାନଙ୍କରେ। According to the honey child the bridal song and cradle song have caddences of dash, ଏଇଟା ତ ଦେଖ ବାରମ୍ବାର ରିପିଟ୍ କ୍ୱେଶ୍ଚିନ୍ ପ୍ରିଭିୟସ୍ ଇୟର୍ର, ତେଣୁ ଉତ୍ତର ହେଇଯିବ କ'ଣ? ସରୋ। ଉତ୍ତର ହେଇଗଲା ଆମର ସରୋ। The mother tells the honey child that she was grieve her dash by going to the forest, grieve her ମାନେ ଏଇଠି ଦୁଃଖ ସେ କାହାକୁ ଦେଇଛି? ନିଜ ଲଭରକୁ ଦେଇଛି, ତେଣୁ ଉତ୍ତର ହେଇଯିବ ଲଭର।
19 नंबर क्वेश्चन रही वुड यू लीव द मदर हु ऑन गोल्डन ग्रेन हैज फेड यू हु आस्क दिस क्वेश्चन जे यही उक्ति कहार अटे जेहेतु ता माँ कहला तेणु उत्तर हो द मदर। परवर्ती प्रश्न हु इज द गर्ल इन द पोएम विलेज सॉन्ग गोइंग टू लिव एठार से किए अटे हेर फादर हेर मदर हेर ब्रदर एंड हेर लवर से क्या को छाड़ जावा कथा कही निज माँ को छाड़ जावा कथा कही। वर्तमान देखिबा केतोटी इंपोर्टेंट क्वेश्चन परीक्षा पे कौन कौन सब रही। प्रथम प्रश्न हु इज द राइटर ऑफ दिस विलेज सॉन्ग किए एठी अछि राइटर सरोजिनी नायडू तेणु उत्तर हो सरोजिनी नायडू। परवर्ती प्रश्न व्हेयर द गर्ल इन द पोएम इज गोइंग टू जे झीटी कुआड़ जावाई चाहूला द टाउन द सिटी द फॉरेस्ट द मार्केट जेहेतु जंगल को जीवा पड़ूला तेणु उत्तर हो द फॉरेस्ट। नेक्स्ट कौन रही क्वेश्चन हु आर कॉलिंग द गर्ल इन दिस पोएम यही पोएम रे किए निज झील को सॉरी क्यों माने झीटी को डाकुंट कौन हम द रिवर आइजल्स द फेरी फॉक्स द लोटस द चंपा बॉक्स क्यों माने डाकुतिले द फेरी फॉक्स। द रिवर आइजल्स आर हॉन्टेड बाय डैश नदी में द्वीप गुड़िकर कहार सुर शुभुला नाइटिंगेल कोए स्काइलार्क स्पारो उत्तर हो कौन आमर कोएल। परवर्ती प्रश्न अकॉर्डिंग टू द हनी चाइल्ड द ब्राइडल सॉन्ग्स एंड क्रेडल सॉन्ग हैव अ कैडेंस ऑफ डैश उत्तर हो कौन स्वर। देख प्रीवियस क्वेश्चन मध्य रिपीट ए क्वेश्चन आसी द ज्वेल्स आर रेडी फॉर द डैश जे अलंकार गुड़िक क्या या द डॉटर तैयारी होइथिला। नेक्स्ट प्रश्न रही व्हिच आर द स्वीटर साउंड देन द ब्राइडल सॉन्ग सबुठार स्वीटर साउंड कौन अटे फॉरेस्ट नोट वाइल्डली नोट हेवेनली नोट कल्चरल नोट तेणु उत्तर हो फॉरेस्ट नोट्स। व्हाट वाज द मदर फेड द हनी चाइल्ड जे माँ निज झील को कौन खुआला ब्राइडल केक गोल्डन ग्रेन होममेड डिशेस फॉरेस्ट फूड जेहेतु ये गोल्डन ग्रेन देती कवितार तेणु हो गोल्डन ग्रेन। द चंपा बॉक्स आर ब्लोइंग डैश चंपा बॉक्स कोड रही ऑन द ट्री इन द वाइल्ड फॉरेस्ट नियर द कोएल हॉन्टेड आइजल्स रिवर आइजल जेहेतु फॉरेस्ट रही तेणु उत्तर हो इन द वाइल्ड फॉरेस्ट। परवर्ती प्रश्न द ब्राइडल रोब्स आर डैश इन कलर जे झीटीर विवाह होता पोशाक क्यों या क्यों रंगर सिल्वर एंड सैफ्रन होता। यही क्वेश्चन कौन रही द विंड ऑफ डेथ रेफर्स टू डैश ये ऑप्शन गुड़िक मुझे भूल लिखिदे तेणु ये विंड ऑफ डेथ रेफर टू कौन हो सरो उत्तर हो सरो। परवर्ती प्रश्न द लवर इज राइडिंग फोर्थ टू डैश हनी चाइल्ड जे लवर निजर कौन पे आसला एठिकी वेड क्यारी लव लिफ्ट जेहेतु बाहापी आसला तेणु उत्तर हो वेड। द वर्ल्ड इज फुल ऑफ प्लेजर हु सेड दिस यही उक्ति कहार जे वर्ल्ड हूँ सबुठ आनंददायक स्थान उत्तर हूँ मदर उत्तर कौन हो मदर। व्हाट इज द मीनिंग ऑफ क्रेडल सॉन्ग रो अर्थ कौन अटे जेहेतु कहुला ब्राइडल सॉन्ग हूँ मैरेज सॉन्ग क्रेडल सॉन्ग हूँ कौन लुलाबाई उत्तर हो लुलाबाई। द ब्राइडल केक्स आर ऑन डैश केक टी क्यों रही स्टोव तो हेनी ओभेन टेबल हार्थ कौन हो हार्थ हो उत्तर। एतिक रहा तुम OMR बिट क्वेश्चन गुड़िक। नेक्स्ट रही लॉन्ग क्वेश्चन कौन कौन सब इम्पोर्टेंट रही देख यहाँ परीक्षा दर्पण मुझे देदेछि लॉन्ग क्वेश्चन गुड़िक। प्रथम प्रश्न तुम इम्पोर्टेंट रही व्हेयर डज द डॉटर वांट टू गो एंड व्हाई झीटी कुआड़े जावाक चाहूला कहीं ताहार उत्तर तुम्हें मैंने देखिपार एवं मुखस्त करदेव। देख ये रहा तार उत्तर पूरापूरी। परवर्ती प्रश्न व्हाट आर ब्यूटीफुल साइट्स ऑफ फॉरेस्ट मेंशन्ड इन द पोएम यही पोएम रे दिया जाइथिबा स्थानटी वर्णना कर यहाँ रही तुम लॉन्ग क्वेश्चन। नेक्स्ट क्वेश्चन रही हाउ इज द वर्ल्ड फुल ऑफ हैप्पीनेस अकॉर्डिंग टू दी मदर तेणु यही क्वेश्चन तुम इंपोर्टेंट रही जाइए 7 नंबर टा
5, 6 ଏବଂ 7 3ଟା ନମ୍ବର ହୋଇଗଲା। ପରବର୍ତ୍ତୀ ପ୍ରଶ୍ନ ରହିଛି Why does the daughter refuse to marry? ଯେ ଝିଅଟି କାହିଁକି ମ୍ୟାରେଜ କରିବା ପାଇଁ ଚାହୁଁନଥିଲା? ଉତ୍ତର ହେଇଯିବ ଏଠି ଦିଆଯାଇଛି ଉତ୍ତର ପଢ଼ି ଦେଇଥିବ। ଯଦି ଅବା ପଚାରେ ତେବେ ପଚାରିଦେବ କ'ଣ? The lover of the sun today and wind of death tomorrow. Explain it. ଏଇଟା ବାରମ୍ବାର ରହିଛି ଇମ୍ପୋର୍ଟାଣ୍ଟ ଯେ lover of the sun and wind of death tomorrow ଏହି ଉକ୍ତିଟି ବର୍ଣ୍ଣନା କର। ଏତିକି ରହିଲା ତୁମମାନଙ୍କ ପାଇଁ ଲଙ୍ଗ କ୍ୱେଶ୍ଚିନ୍।